ରାଧେଶ୍ୟାମ। ତ ଚାଲନ୍ତୁ ଆଜି କିଛି ନୂଆ ଜ୍ଞାନ ନେବା। ବୁଦ୍ଧିଯୁକ୍ତ ଜହାତିହ ଉଭେ ସୁକୃତ ଦୁଷ୍କୃତେ ତସ୍ମା ଜଗାୟ ୟୁଜସ୍ୟ ଯୋଗ କର୍ମେଷୁ କୌଶଳମ୍। ଯେ କହୁଛନ୍ତି ସମବୁଦ୍ଧିଯୁକ୍ତ ପୁରୁଷ ପୁଣ୍ୟ ଏବଂ ପାପ ଉଭୟକୁ ଇହଲୋକରେ ତ୍ୟାଗ କରିଦିଅନ୍ତି। ଯେ ସମବୁଦ୍ଧିଯୁକ୍ତ ପୁରୁଷ, ଯେ ସମାନ ବୁଦ୍ଧିଯୁକ୍ତ ପୁରୁଷ ପୁଣ୍ୟ ଓ ପାପକୁ ଉଭୟକୁ ଏହି ଇହଲୋକରେ ତ୍ୟାଗ କରିଦିଅନ୍ତି, ଅର୍ଥାତ୍ ସେଥିରୁ ମୁକ୍ତ ହୋଇଯାଆନ୍ତି। ତେଣୁ ତୁମେ ସମତ ରୂପରେ ଯୋଗ ଲାଗିଯାଅ ଓ ତେଣୁ ତୁମ ସମତ ରୂପରେ ଯୋଗରେ ଲାଗିଯାଅ ଓ ସାଧନ ବନ୍ଧନ ଏସବୁ ଭ୍ରମ ଅଟେ। ଏହି ସମତ ରୂପକ ଯୋଗ ହିଁ କର୍ମରେ କୁଶଳତା ଅର୍ଥାତ୍ କର୍ମ ବନ୍ଧନରୁ ମୁକ୍ତି ପାଇବାର ମୁଖ୍ୟ ଉପାୟ। କୁହାଯାଇଛି ଏହି ସମତ ରୂପକ ଯୋଗ ହିଁ କର୍ମରେ କୁଶଳତା ଅର୍ଥାତ୍ କର୍ମ ବନ୍ଧନରୁ ମୁକ୍ତି ପାଇବାର ଏକ ସହଜ ଉପାୟ। ସମତା ବୁଦ୍ଧି ଯାର ଥାଇ ସୁକୃତ ଦୁଷ୍କୃତତା ନାହିଁ। ଏଣୁ ତୁମ କଥା ମାନ ନିଷ୍କାମ କର୍ମେ ମନ ଦିଅ। ଏଇଠି କୁହାଯାଇଛି ଯେ ସମତା ବୁଦ୍ଧି ଯାର ଅଛି, ଯାର ବୁଦ୍ଧି ସୁକୃତା କ'ଣ ଦୁଷ୍କୃତା କ'ଣ ସେଠି ନାହିଁ, ସମତାରେ ଅଛି, ସିଏ ହେଉଛି ନିଷ୍କାମ କର୍ମ, ଯାର ବୁଦ୍ଧି ସମତାରେ ଅଛି। ସାଧନ ବନ୍ଧନ ଯେ କର୍ମ ଜ୍ଞାନେ ସେ ସବୁ ଜାତ ଭ୍ରମ। ତାହାର ବିନାଶ ନିମିତ୍ତ ଯୋଗ ବଳ ଏକା ସମର୍ଥ। ଯୋଗ ହିଁ କର୍ମ କୁଶଳତା ବିଚାରି ଦୂର କର ଚିନ୍ତା। ଯେ କୁହାଯାଇଛି ସାଧନ ବନ୍ଧନ ଯେ କର୍ମ ଜ୍ଞାନେ ସେ ସବୁ ଜାତ ଭ୍ରମ। ସେଇ ସବୁ କର୍ମରେ ଯିଏ ମନ ଦେଉଛି, ସାଧନ କ'ଣ ବନ୍ଧନ କ'ଣ ଯଦି ସେଇଠି ମନ ରଖିବ, ସିଏ ମନରେ ଏକ ଭ୍ରମ ଜାତ କରେ। ଓକେ, ଯାହାର ବିନାଶ ନିମିତ୍ତ ଯୋଗ ବଳ ଏକା ସମର୍ଥ। ଯେ ସେଇ ସବୁ ଜିନିଷ ବିନାଶ କରିବା ପାଇଁ ମନ ସେଇଠି ସମ୍ପୂର୍ଣ୍ଣ ଜ୍ଞାନରେ ହିଁ ନାହିଁ, ସମତା ରୂପରେ ନାହିଁ ଓ ଯୋଗ ବଳରେ ସମର୍ଥ। ଯୋଗ ହିଁ କୁଶଳତା। ଯଦି ଯୋଗ ବଳରେ ଆପଣ ସମତା ରଖୁଛନ୍ତି, ଯୋଗକୁ ମନରେ ଆଦରେ ନେଇ ଯୋଗରେ ମନ ଦେଉଛନ୍ତି, ସେଇଠି କୁଶଳତା ପାଆନ୍ତି, ସେଇଠି ମନର ଚିନ୍ତା ମଧ୍ୟ ଦୂର ହୋଇଥାଏ। କର୍ମଜ ବୁଦ୍ଧିଯୁକ୍ତା ହିଁ ଫଳ ତ୍ୟକ୍ତା ମନୀଷିଣ ଜନ୍ମବନ୍ଧ ବିନିମୁକ୍ତା ପଦ ଗଚ୍ଛନ୍ତ୍ୟ ନାମ ୟମ୍। ଯେ କାରଣ ସମବୁଦ୍ଧିରେ ଯୁକ୍ତ ଜ୍ଞାନୀ ଯେଉଁମାନେ କର୍ମ ଦ୍ୱାରା ଉତ୍ପନ୍ନ ହେଉଥିବା ଫଳ ତ୍ୟାଗ କରନ୍ତି, ସେମାନେ ଜନ୍ମରୂପକ ବନ୍ଧନରୁ ମୁକ୍ତ ହୋଇ ନିର୍ବିକାର ପରମ ପଦ ପ୍ରାପ୍ତ ହୋଇଯାଆନ୍ତି। ଯେଉଁମାନେ ସମବୁଦ୍ଧି ରଖନ୍ତି ଜ୍ଞାନୀମାନେ, ସେମାନେ କର୍ମ ଦ୍ୱାରା ଯେଉଁ ଉତ୍ପନ୍ନ ହୋଇଯାଏ ଫଳ, ତାକୁ ତ୍ୟାଗ କରନ୍ତି, ସେଇଠି ମନ ଦିଅନ୍ତି ନାହିଁ ଓ ସେମାନେ ଜନ୍ମ ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି, ନିର୍ବିକାର ହୋଇଯାଆନ୍ତି। ସମତା ବୁଦ୍ଧି ଯୁକ୍ତ ଜନ କର୍ମ ଫଳକୁ ସେ ତେଜିନ। ଜନ୍ମ ବନ୍ଧନୁ ତରନ୍ତି ଅକ୍ଷୟ ମୁକ୍ତି ଲଭନ୍ତି। ତାପରେ ହୋଇ ନିର୍ବିକାର ପରମ ପଦ ପାଏ ନର। ତହୁଁ ସେ ହୁଅଇ ମହାନ ତାକୁ ମିଳଇ ତତ୍ତ୍ୱ ଜ୍ଞାନ। ଏଥକୁ ବିରଆନ ନାହିଁ ବିଚାର କର ମନ ଦେଇ। ଏଇଠି କହୁଛନ୍ତି ଯେ ସମତା ବୁଦ୍ଧି ଯୁକ୍ତ ଜନ, ଯିଏ ସମବୁଦ୍ଧି ରଖୁଥିବା ଲୋକ, କର୍ମଫଳକୁ ସେ ତେଜିନ ଜନ୍ମ ବନ୍ଧନରୁ ମୁକ୍ତି ପାଇଯାଏ। ତାପରେ ସେ ନିର୍ବିକାରର ପରମ ପଦ ପାଏ ଓ ତହୁଁ ସେ ମହାନ ହେବାକୁ ଲାଗେ, ତାକୁ ତତ୍ତ୍ୱ ଜ୍ଞାନ ହେଇଯାଏ ଓ ଏଥିରୁ ସେ ବିଚାର ମଧ୍ୟ ତାର ମନର ବିଚାର ବଳ ହେବାରେ ଲାଗେ। ୟଦା ତେ ମୋହ କଲିନ ବୁଦ୍ଧି ବ୍ୟତୀତ ରିଷ୍ୟତି ତଦା ଗନ୍ତାସି ନିର୍ବେଦ ସ୍ରୋତ ବାସ୍ୟ ସୂତ୍ରସିଚ।
ଯେତେବେଳେ ତୁମ ବୁଦ୍ଧି ମୋହ ରୂପକ ପଙ୍କକୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରିଯିବ, ଅର୍ଥାତ୍ ଦେହାଭିମାନ ମୋହ ଗର୍ବ ଦମ୍ଭ ବୈଦିକ କର୍ମକାଣ୍ଡରୁ ଆସକ୍ତ ଦୂର ହେବ, ସେତେବେଳେ ତୁମର ଶୁଣିଥିବା ଏବଂ ଶୁଣୁଥିବା ଇହଲୋକର ଏକ ପରଲୋକ ସମ୍ବନ୍ଧୀୟ ସମସ୍ତ ପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସିଯିବ। ଯେ କହୁଛନ୍ତି ଯେତେବେଳେ ତୁମର ବୁଦ୍ଧି ମୋହ ରୂପକ ପଙ୍କରୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ ହୋଇଯିବ, ଯେତେବେଳେ ବୁଦ୍ଧି ମୋହ ରୂପକ ଯେଉଁଠିକି ଆମେ ଲୋଭ କରନ୍ତି ମୋହ ରଖନ୍ତି ସେଇଠୁ ଯେତେବେଳେ ଦୂର ହୋଇଯିବ, ସେତେବେଳେ ଦେହାଭିମାନୀ ମୋହ ଗର୍ବ ଦମ୍ଭ ବୈଦିକ କର୍ମକାଣ୍ଡରୁ ଆସକ୍ତ ଦୂର ହୋଇଯିବ ଓ ସେତେବେଳେ ତୁମେ ଶୁଣିଥିବା ଓ ଶୁଣିବାକୁ ଥିବା ଇହଲୋକ ପରଲୋକ ସମ୍ବନ୍ଧୀୟ ସମସ୍ତ ପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସିଯିବ। ଯେବେଳେ ମୋହକୁ ବିନାଶୀ ବିଶୁଦ୍ଧ ବୁଦ୍ଧିକୁ ପ୍ରକାଶୀ ଦେହାଭିମାନ ମୋହ ଯେତେ ଗହନ ଅଟେ ଜଗତେ ଆଗରୁ ତାହା ଅଛି ଶୁଣି ଏବେ କହୁଛି ତାହା ପୁଣି ସେ ସର୍ବବାକ୍ୟ ମୋହ ହେଲେ ବୈରାଗ୍ୟ ଜମେ ନାହିଁ ଭଲେ ଯେବେଳେ ବୁଦ୍ଧି ମନ ତର ନଘେନି ବେଦ ବାକ୍ୟ ସାର ନିଷ୍କାମ କର୍ମେ ହୋଇ ମତ ଫଳ ଈଶ୍ୱରେ କରେ ଦତ ବିଶୁଦ୍ଧ ଫଳ ଯୋଗ ସେହି ସକାଳେ ଲୋଭି ବୁଝେ ତୁହି। ଯେ କହୁଛନ୍ତି ଯେ ଯେତେବେଳେ ମୋହକୁ ବିନାଶିବୁ, ଯେତେବେଳେ ବିଶୁଦ୍ଧ ବୁଦ୍ଧିକୁ ପ୍ରକାଶିବ, ସେତେବେଳେ ଦେହାଭିମାନରେ ମୋହ ଯେତେ ଗହନ ଅଟେ ଜଗତରେ ସର୍ବ ତାହା ଆଗରୁ ଯାହା ଶୁଣିଛ, ସେତେବେଳେ ସବୁ ମୋହରୁ ମାୟାରୁ ତ୍ୟାଗ ହୋଇଯିବ। ଯେତେବେଳେ ହିଂସାରୁ ଗର୍ବରୁ ଅହଙ୍କାରରୁ ତ୍ୟାଗ କରିବ ମନରୁ, ସେତେବେଳେ ବୈରାଗ୍ୟ ମନରେ ଜନ୍ମି ଆସିବ। ସେତେବେଳେ ମନ ବୈରାଗ୍ୟରେ ଭରପୁର ହୋଇଯିବ ଓ ନିଷ୍କାମ କର୍ମ କରିବ, ଯେଉଁଠିକି କର୍ମ କରିଲେ ତାର ଫଳ ପାଇବାର ଆଶା କରିବ ନାହିଁ, ନିଷ୍କାମ ଭକ୍ତିରେ କର୍ମକୁ କରିବ, ସେତେବେଳେ ତୁ ସେଇ ଈଶ୍ୱରକୁ ଲଭିପାରିବୁ। ତୁ ସେତେବେଳେ ସେଇ ବୁଦ୍ଧିକୁ ସେଇ ତତ୍ତ୍ୱଜ୍ଞାନକୁ ପାଇପାରିବୁ ଯେତେବେଳେ ଏଇ ସବୁ ଜିନିଷକୁ ତ୍ୟାଗ କରିବୁ। ଭଗବାନ କହୁଛନ୍ତି ସେତେବେଳେ ବୁଦ୍ଧି ଶୁଦ୍ଧ ହୋଇକି ତତ୍ତ୍ୱଜ୍ଞାନ ହେଇଯିବ, ମନ ବୈରାଗ୍ୟରେ ଭରପୁର ହେଇଯିବ ଓ ଈଶ୍ୱରକୁ ନିଶ୍ଚିନ୍ତ ଭାବରେ ଆମେ ପାଇପାରିବା ଯଦି ଏଇ ସବୁ ଜିନିଷକୁ ତ୍ୟାଗ କରିପାରିବା। ତ ଏତିକିରେ ରଖିବା, ଆଗକୁ ପୁଣି ପଢ଼ିବା। ରାଧେ ଶ୍ୟାମ।